ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ବିଜୁ ଶ୍ରମିକ ସାମୁଖ୍ୟ ସଭାକକ୍ଷଠାରେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ୟାମସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରତି ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ଆଦିବାସୀମାନଙ୍କ ଜୀବନ ଜୀବିକା ଅର୍ଜନ ପାଇଁ ସ୍ୱତନ୍ତ୍ର ଆଦିବାସୀ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ, ଆଦିବାସୀ ଜମି ବିକ୍ରି ବନ୍ଧକି ଦାନ ସୂତ୍ରେ ଅଣ ଆଦିବାସୀମାନଙ୍କୁ ହସ୍ତାନ୍ତରୀକରଣ ପାଇଁ ଓଡ଼ିଶା ଭୂ ସଂସ୍କାର ଆଇନ 1960 ଏବଂ ରେଗୁଲେସନ୍ 2/1956କୁ କଡ଼ାକଡ଼ି ଭାବେ ଲାଗୁ କରିବା, ଆଦିବାସୀ ବହୁଳ ବ୍ଲକଗୁଡ଼ିକୁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ସାମିଲ କରିବା, ନକଲି ଆଦିବାସୀମାନଙ୍କ ମାମଲାଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଫଇସଲା କରିବା, ଆଦିବାସୀମାନଙ୍କ ଜମି ଜଳ ଜଙ୍ଗଲ ସୁରକ୍ଷା ସହିତ ଆଦିବାସୀ କଳା ସଂସ୍କୃତି ଦେବାଦେବୀ ପୂଜାସ୍ଥଳୀ ନିର୍ମାଣ ସୌନ୍ଦର୍ଯ୍ୟକରଣ କରିବା, ଭାରତ ସରକାରଙ୍କ ସଂରକ୍ଷଣ ଆଇନ ଅନୁସାରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରେ ଆଦିବାସୀମାନଙ୍କ ପାଇଁ 8.5% ସଂରକ୍ଷଣ କରିବା, ଓଡ଼ିଶାର 1 କୋଟି ଆଦିବାସୀମାନଙ୍କ ପାଇଁ ଭୁବନେଶ୍ୱରରେ ଆଦିବାସୀ ଭବନ ନିର୍ମାଣ, ବଜାର ଦର ବୃଦ୍ଧି ପାଇଁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତି ବୃଦ୍ଧି କରିବା, କେନ୍ଦ୍ର ସରକାରଙ୍କ କେନ୍ଦୁପତ୍ରରୁ କର ପ୍ରତ୍ୟାହାର କରିବା ସହିତ ଆଦିବାସୀ ଭାଷା ଗୋଣ୍ଡି କୁଇ ହୋ ଭୂମିଜ ମୁଣ୍ଡାରୀ ଭାଷାକୁ ସମ୍ବିଧାନର 8ମ ସୂଚୀରେ ସାମିଲ କରିବା, କେନ୍ଦ୍ର ସରକାର ସମସ୍ତ ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା, କେନ୍ଦ୍ର ସରକାର ଆଦିବାସୀ ଗାଁମାନଙ୍କରେ ନେଟୱାର୍କ ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଥିଲା। ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଲମ୍ବୋଦର ସିଂ, ବାଳକୃଷ୍ଣ ଶବର, ଜୟଦେବ ମିଞ୍ଜ, ଯୁବରାଜ ଭୋଇ, ପରମାନନ୍ଦ ମାଝୀ, ଭାନୁପ୍ରତାପ ସିଂ ମାଝୀ, ଚନ୍ଦ୍ରଶେଖର ୱାଘ, ଯୋଗେନ୍ଦ୍ର ମିର୍ଦ୍ଧା, ଈଶ୍ୱରଚନ୍ଦ୍ର ନାୟକ, ବିଦ୍ୟାଧର ଦେହୁରୀ, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ।